धन्यवाद सर। रक्तरे लेखा इतिहास त्यागरे गड़ा देश वीरंकर बलिदाନରେ ଆଜି ହସୁଛି ଭାରତର ଦେଶ। ତ୍ରିରଙ୍ଗା ଉଡ଼େ ଆକାଶେ ଗର୍ବରେ ଉଚ୍ଚ ମଥା ଆମ ଦେଶ ପାଇଁ ସମର୍ପିତ ଆମ କଥା। ସମ୍ମାନୀୟ ପ୍ରଧାନ ଶିକ୍ଷୟିତ୍ରୀ ପୂଜ୍ୟ ଗୁରୁଜୀ ଓ ଗୁରୁମବୃନ୍ଦ ଏବଂ ଆଦରଣୀୟ ଅତିଥିଗଣ ଓ ବିହାର ଛୋଟବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ଅତିତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 1947 ମସିହା ଅଗଷ୍ଟ 15 ତାରିଖ ଏହା କେବଳ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୋଟିଏ ତାରିଖ ନୁହେଁ, ବରଂ ଏହା ହେଉଛି ସ୍ୱାଭିମାନ ସଂଗ୍ରାମର ଗୌରବମୟ ଦିନରେ ସେହି ମହାନ ଦେଶପ୍ରେମୀ ଓ ସଂଗ୍ରାମୀମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଶହ ଶହ ବର୍ଷର ପରାଧୀନତାର ବଳରେ ଆମ ଦେଶ ମୁକ୍ତ ଆକାଶ ତଳେ ଶ୍ୱାସକ୍ରିୟା ନେବାର ସୁଯୋଗ ପାଇଥିଲା, ଯାହାଙ୍କର ଅସୀମ ତ୍ୟାଗ, ବଳିଦାନ ଓ ରକ୍ତପାତ ଯୋଗୁଁ ଆମେ ଆଜି ସ୍ୱାଧୀନତାର ଆସ୍ୱାଦନ କରିପାରୁଛେ। जवाहरलाल नेहरू, महात्मा गांधी, सुभाष चंद्र बोस, वीर सुरेंद्र साय, भक्ति जगबंधु बोली केतेक वीर देशप्रेमी और संग्रामी मानक योगदान को आमे केबे भूली पारिबा नहीं। स्वाधीनता केवल एक अधिकार नहीं, बरं यह ହେଉଛି ଏକ ଦାୟିତ୍ୱ। ଆଜିର ଏହି ଭାରତ ଆଧୁନିକ ଶିକ୍ଷା, ବିଜ୍ଞାନ, ମହାକାଶ ଗବେଷଣା, ଅର୍ଥନୈତିକ କ୍ଷେତ୍ରରେ ବହୁତ ପ୍ରଭୁତ୍ୱ ବିସ୍ତାର କରିଛି, କିନ୍ତୁ ଆଜି ମଧ୍ୟ ଆମ ସମ୍ମୁଖରେ ଦାରିଦ୍ର୍ୟ, ନିର୍ଯାତନା, ନାରୀ ନିର୍ଯାତନା ବୋଲି କେତେକ ଆହ୍ୱାନ ରହିଛି। ଏହି ସବୁ ଆମେ ମୁକ୍ତ ପାଇବା ହିଁ ହେବ ଆମର ପ୍ରକୃତ ସ୍ୱାଧୀନତା। सारे जहां से अच्छा हिंदुस्तान हमारा, ଏହି ଭାବନାକୁ ମୁଁ ମୋର ହୃଦୟରେ ଧାରଣ କରି ମୁଁ ମୋର ବକ୍ତବ୍ୟକୁ ବିରାମ ଦେଉଛି। ଜୟ